ବଡ଼ ଠାକୁର ହେ ବଡ଼ ଦେଉଳରେ ବଡ଼ ସିଂହାସନେ ବସିଛ, ବଡ଼ ନାମେ ତୁମ ବଡ଼ ବାନା ଉଡ଼େ, ବଡ଼ଦାଣ୍ଡେ ଛିଡ଼ା କରିଛ। ଭୁଜ ତଳେ ପ୍ରଭୁ ଦେବା ପାଇଁ ଆଶ୍ରା ଗୁହାରି କରୁଛି ତତେ, ଦୁଃଖ ଦରିଆରୁ ହେକଳା ଠାକୁର ପାରି କରିନିଅ ମତେ। ହ୍ୟାଲୋ ଭିଉଅର୍ସ, ତେବେ ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆପଣମାନଙ୍କର ପ୍ରିୟ ୟୁଟ୍ୟୁବ୍ ଚ୍ୟାନେଲ୍ ଅଲ୍ ଇନ୍ ୱାନ୍କୁ। ବନ୍ଧୁମାନେ ଦେଖନ୍ତୁ, ଗତକାଲି ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା କଟକ ତରଫରୁ ଫ୍ରେଶ୍ ନୋଟ୍ ବାହାରି ସାରିଛି। ପ୍ରେସ୍ ବିଜ୍ଞପ୍ତିରେ ଯେଉଁଟାକି ଗତକାଲି 12 ଫେବୃଆରୀ 2026ରେ ସ୍ପଷ୍ଟ ଭାବରେ ଟୋଟାଲ୍ ଆପଣଙ୍କର କେତେଜଣ OTET ଏପିୟର କରିଥିଲେ, ଟୋଟାଲ୍ କେତେଜଣ ଏବସେଣ୍ଟ ଥିଲେ, କ୍ୱାଲିଫାଇ କେତେ କଲେ, ବଟ୍ ପେପର୍ 1 ପେପର୍ 2 ତାର ଡିଟେଲ୍ସ ଆପଣଙ୍କର ରେଜଲ୍ଟ ମଧ୍ୟ ଆସିସାରିଛି। ମୋଷ୍ଟ ଅଫ୍ ଦ ଆସ୍ପିରାଣ୍ଟସ୍ ଯେଉଁମାନେ କି ଆସିଷ୍ଟାଣ୍ଟ ଟିଚର ପାଇଁ ଥିଲେ, ସେମାନଙ୍କ ମଧ୍ୟରୁ OTET ପାଇଁ ସମସ୍ତେ ଅନେଇ ରହିଥିଲେ କେବେ ରେଜଲ୍ଟ ଆସିବ। ତାପରେ ଏଟି ବା ଆସିଷ୍ଟାଣ୍ଟ ଟିଚର ରିକ୍ରୁଟମେଣ୍ଟ ଯେଉଁଟାକି ବର୍ତ୍ତମାନ ସମୟରେ ଅଛି ଜୁନିୟର ଟିଚର ସ୍କିମାଟିକ୍ ରିକ୍ରୁଟମେଣ୍ଟ ଆପଣଙ୍କର ହେବ। କିନ୍ତୁ ଏହି ପ୍ରେସ୍ ବିଜ୍ଞପ୍ତି ପରେ ପରେ ଯେଉଁ ନୋଟିସଟିଏ BSc ଓଡ଼ିଶା ବା ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା କଟକ ତରଫରୁ ଜାରି କରାଗଲା, ଲେଟର ନମ୍ବର 519, ଡେଟ୍ ରହିଲା 12/2/2026, ଯେଉଁଥିରେ ସ୍ପଷ୍ଟ ଭାବରେ କୁହାଗଲା ଯେ ଏଗେନ୍ 2026 ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ ଯାହାକି ଆପଣଙ୍କର ନୋଟିଫିକେସନ୍ ଆସିବ। ଏଠି ପୁରା କ୍ଲିଅରଲି କୁହାଯାଇଛି ଡିଟେଲ୍ ନୋଟିଫିକେସନ୍ ରିଗାର୍ଡ଼ିଂ ଅନଲାଇନ୍ ଆପ୍ଲିକେସନ୍ ପ୍ରୋସିଜିଓର, ଆପଣଙ୍କର ଯାହାକି ଯେଉଁଟା ରହିଛି ଇଲିଜିବିଲିଟି କ୍ରାଇଟେରିଆ, ଡେଟ୍ ଅଫ୍ ଏକ୍ଜାମିନେସନ୍, ସିଲାବସ୍ ଆଣ୍ଡ ଷ୍ଟ୍ରକ୍ଚର ଏକ୍ସେଟ୍ରା ସେଲ୍ ବି ଇସ୍ୟୁ ସର୍ଟଲି। ଅର୍ଥାତ୍ ବହୁ ଜଲ୍ଦି ଆପଣଙ୍କର ପୁଣି 2026 OTET ଆସୁଛି। ଏବଂ ଇଭିନ୍ ସବୁଠୁ ବଡ଼ କଥା ହେଉଛି ଯେ OTET 2026 ପୁଣି ଥରେ ପରୀକ୍ଷା କେବେ ମଧ୍ୟ ମେନସନ୍ କରାଯାଇଛି। ଇଟ୍ ଇଜ୍ ଫର୍ ଅଲ୍ OTET 2026 ଆସ୍ପିରିଂ କ୍ୟାଣ୍ଡିଡେଟ୍ସ ଦେଟ୍ସ ଯେଉଁମାନେ ବି କ୍ୟାଣ୍ଡିଡେଟ୍ ଅଛନ୍ତି 2026 OTET ପାଇଁ। ବୋର୍ଡ଼ ଅଫ୍ ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ଇଜ୍ ଗୋଇଂ ଟୁ କଣ୍ଡକ୍ଟେଡ୍ ଦ ଓଡ଼ିଶା ଟିଚର ଇଲିଜିବିଲିଟି ଟେଷ୍ଟ 2026 ଡ୍ୟୁରିଂ ଦ 3rd week of May 2026। ଅର୍ଥାତ୍ ମେ ତୃତୀୟ ସପ୍ତାହରେ ପୁଣି OTET 2026 ପରୀକ୍ଷା ହେବ। ଏଠି ପ୍ରଶ୍ନ ଉଠୁଛି ଯେ ପିଲାମାନଙ୍କ ମଧ୍ୟରୁ ବହୁତ ଜଣ ହଜାର ହଜାର ସଂଖ୍ୟାରେ, ବାରମ୍ବାର କହୁଛି ହଜାର ହଜାର ସଂଖ୍ୟାରେ ଆସିଷ୍ଟାଣ୍ଟ ଟିଚର ପାଇଁ ବସି ରହିଛନ୍ତି ଚାହିଁ, ଯେଉଁମାନେ କି OTETକୁ 2-3 ବର୍ଷ ହେଲା 2-3ଟା ସାର୍ଟିଫିକେଟ୍ ରଖିଛନ୍ତି। କିନ୍ତୁ ଆମେ ଦେଖୁଛୁ LTR ହେଇପାରେ, ରେଗୁଲାର ହାଇସ୍କୁଲ ଟିଚର ରିକ୍ରୁଟମେଣ୍ଟ ହେଇପାରେ, ଲିଭ୍ ରିଜର୍ଭ ଟିଚର ହେଇପାରେ, ଇନିସିଆଲ ଆପଏଣ୍ଟମେଣ୍ଟ ଟିଚର ହେଇପାରେ, ବା ବର୍ତ୍ତମାନର ଯେଉଁଟା ଆପଣମାନେ ଜାଣନ୍ତି ଆଗକୁ ଆସୁଛି SSB ଷ୍ଟେଟ୍ ସିଲେକ୍ସନ ବୋର୍ଡ଼ ତରଫରୁ ଟ୍ରେଣ୍ଡ ଗ୍ରାଜୁଏଟ୍ ଟିଚର। ଆଦର୍ଶ ବିଦ୍ୟାଳୟ ରିକ୍ରୁଟମେଣ୍ଟ ମଧ୍ୟ ଆପଣଙ୍କର ଯାହାକି ମଝିରେ ମଝିରେ ଆସୁଛି। ତମାମ ଘଟଣା ମଧ୍ୟରେ ଯେଉଁଟାକି 2000 ଆପଣଙ୍କର ଜାଣନ୍ତି 23ରେ ନୋଟିଫିକେସନ୍ ପରେ 2024 ଲାଷ୍ଟରେ ପିଲାମାନେ ଯେଉଁ ରିକ୍ରୁଟମେଣ୍ଟ ପାଇଲେ, ତାର 23, 24, 25 ଛାଡ଼ି 26 ହେଇଗଲା, 3 ବର୍ଷ ପାଖାପାଖି ବିତିଗଲାଣି, କିନ୍ତୁ ଏଟି ରିକ୍ରୁଟମେଣ୍ଟ ନାହିଁ। ଏବଂ ଏ ବିଜ୍ଞପ୍ତି କେଉଁଠି ନା କେଉଁଠି ଜଣାପଡ଼ୁଛି, ଆମେ ଦେଖିଛୁ ଯେ ଯେକୌଣସି ବି ଟିଚର ରିକ୍ରୁଟମେଣ୍ଟ ପୂର୍ବରୁ ପ୍ରଥମେ ଆପଣଙ୍କର ଟେଟ୍ ବା ଟିଚର ଇଲିଜିବିଲିଟି ଟେଷ୍ଟ ହେଇଥାଏ। ତ ଟିଚର ଇଲିଜିବିଲିଟି ଟେଷ୍ଟ ଯେହେତୁ ଆଗକୁ ରହିଛି ମେ ତୃତୀୟ ସପ୍ତାହରେ, ତା ପୂର୍ବରୁ ଏଟି ଆସିବ ନା ନାହିଁ ତାକୁ ନେଇ ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅର୍ଥାତ୍ କେଉଁଠି ନା କେଉଁଠି ଯେଉଁଟାକି ଆଶା ରଖାଯାଇଥିଲା ଯେ ମାର୍ଚ୍ଚ ମାସରେ ହିଁ ଆସିଷ୍ଟାଣ୍ଟ ଟିଚର ରିକ୍ରୁଟମେଣ୍ଟ ଆସିବ, ଯେହେତୁ ମାର୍ଚ୍ଚରେ ଯଦି ଆପଣଙ୍କର OTET ଆସୁଛି ତାହେଲେ ଏପ୍ରିଲ ମେ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚିପାରେ ଆପଣଙ୍କର ଆସିଷ୍ଟାଣ୍ଟ ଟିଚର। କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ କଥା ସ୍ପଷ୍ଟ ଭାବରେ କହିବି, ଯେହେତୁ ସରକାର ବାରମ୍ବାର କହିଛନ୍ତି 45,000 ରିକ୍ରୁଟମେଣ୍ଟ 15,000 କରି 3 ବର୍ଷ ଦେବେ, ତ ସେହି ଆଧାରରେ ଯଦି ଆପଣମାନେ ଦେଖିବେ 2027ରେ ଯେହେତୁ ନିର୍ବାଚନ ଅଛି, ନିର୍ବାଚନର ଯେଉଁ କୋଡ୍ ଅଫ୍ କଣ୍ଡକ୍ଟ ବା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଆସିଷ୍ଟାଣ୍ଟ ଟିଚର ଡେଫିନେଟଲି ଆସିବେ ଏବଂ ତମାମ ପ୍ରକ୍ରିୟା ମଧ୍ୟ ଆପଣଙ୍କର ସରିବ। କାରଣ ଯେହେତୁ ରେଗୁଲାର ବେସିସ୍ରେ ରିକ୍ରୁଟମେଣ୍ଟ ଆସୁଛି, ପୂର୍ବଥର ଗାଇଡ଼ଲାଇନ୍ର ପ୍ରୋବ୍ଲେମ୍ ଥିଲା, ଆପଣମାନେ ଜାଣିଥିବେ 8.3ରେ ପ୍ରୋବ୍ଲେମ୍ ଥିଲା ଆପଣଙ୍କର ସିଲେକ୍ସନ୍ କ୍ରାଇଟେରିଆ, ହ୍ୱେଦର ଇଟ୍ ଇଜ୍ ଡିଷ୍ଟ୍ରିକ୍ଟ କ୍ରେଡର ପୋଷ୍ଟ ଅର୍ ଷ୍ଟେଟ୍ କ୍ରେଡର ପୋଷ୍ଟ, ନା ଡିଷ୍ଟ୍ରିକ୍ଟ କମ୍ ଷ୍ଟେଟ୍। ତ ତାକୁ ନେଇ ଯେଉଁ କେସ୍ ପାଇଁ ହୁଏତ ବିଳମ୍ବ ହୋଇଥିଲା, କିନ୍ତୁ ସବୁକିଛି ଏଥରକ ଆପଣଙ୍କର କ୍ଲିଅର ହେଇ ଯେହେତୁ ଆସିବ, ତେଣୁ କେଉଁଠି ନା କେଉଁଠି ଯଦିଓ ଟିକେ ପ୍ରୋସେସ୍ ବିଳମ୍ବ ହେବ, କିନ୍ତୁ ଫାଇନାଲି ଆପଣଙ୍କର ନିଯୁକ୍ତି ଆସିବ ହିଁ ଆସିବ। ଇଏ ଥିଲା ବଡ଼ ନ୍ୟୁଜ୍ ଅପଡେଟ୍। ତ ଏଇଭଳି ସବୁବେଳେ ଅଥେଣ୍ଟିକ୍ ଜେନ୍ୟୁଇନ୍ ଆଉ ଟ୍ରଷ୍ଟେବଲ୍ ଇନଫର୍ମେସନ୍ ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍, ଲାଇକ୍, ସେୟାର କରନ୍ତୁ। ଏକ ନୂଆ ଭିଡ଼ିଓ ସହିତ ପୁଣି ଥରେ ଆପଣମାନଙ୍କ ପାଖକୁ ଆସିବି। ବନ୍ଦେ ଉତ୍କଳ ଜନନୀ।